ଗୁଣାକାର ମହାସଂଘର ଆଜିର ଯେଉଁ ପଶ୍ଚିମ ଓଡ଼ିଶାର ତାଙ୍କର ସମ୍ମିଳନୀ ଥିଲା ସେଥିରେ କେବଳ ପଶ୍ଚିମ ଓଡ଼ିଶା ନୁହଁ ବାଲେଶ୍ୱର ଭଦ୍ରକ ଭୁବନେଶ୍ୱର ପଟରୁ ମଧ୍ୟ ଶିଳ୍ପୀ ଏବଂ କାରିଗର ମାନେ ବୁଣାକାର ମାନେ ଆସିଥିଲେ ଏବଂ ଇଏ ଦେଶ ତ ଶିଳ୍ପୀଙ୍କର ଦେଶ ଏଇଟା ଏ ଦେଶର ଶିଳ୍ପୀ ଏ ପ୍ରଦେଶର ଶିଳ୍ପୀ ଯେଉଁ କାରୁକାର୍ଯ୍ୟ ଅତୀତରେ ଦେଖେଇଛନ୍ତି ସେଟା ତ ବିଶ୍ୱ ସ୍ତମ୍ଭୀଭୂତ ହେଇଛି। ଆଉ ଦ୍ୱିତୀୟ ତାଜମହଲ ତିଆରି ହେଇପାରିଲାନି ଆମର କାରିଗର ତିଆରି କରିଥିଲେ। ଦ୍ୱିତୀୟ କୋଣାର୍କ ମଧ୍ୟ ତିଆରି ହେଇପାରିଲାନି ଆମର କାରିଗର କରିଥିଲେ। ଆଜି ମଧ୍ୟ ସାରା ପୃଥିବୀରେ କାରିଗରୀ କୌଶଳ ଏବଂ ଚାରୁକଳା ଦେଖିବା ପାଇଁ ଯେତେବେଳେ କଳାକାର ମାନଙ୍କର ଖୋଜା ଚାଲିଛି, ଶିଳ୍ପୀଙ୍କର ଖୋଜା ଚାଲିଛି, ସାରା ପୃଥିବୀର ଦୃଷ୍ଟି ଓଡ଼ିଶା ଉପରେ ପଡୁଛି। ତେଣୁ ଆଜି ସେମାନେ ଗୁଡ଼ିଏ ସମସ୍ୟା ତାଙ୍କର ମଧ୍ୟ ଉଲ୍ଲେଖ କଲେ ଏବଂ ତାଙ୍କର ଟ୍ରେନିଂ, ତାଙ୍କର ଏକ୍ଜିବିସନ ଏବଂ ତାର ସାଙ୍ଗରେ ସାଙ୍ଗରେ ଶିଳ୍ପୀ ଏବଂ ବୁଣାକାର ମାନଙ୍କର ଆର୍ଥିକ ସ୍ୱଚ୍ଛଳତା ହାସଲ କରିବା ପାଇଁ ଯେଉଁ ଯେଉଁ ଯୋଜନା ଅଛି, ଯୋଜନାର ଟାର୍ଗେଟ ବଢ଼ିବା ପାଇଁ ମଧ୍ୟ ସେମାନେ ନିବେଦନ କରିଛନ୍ତି। ମୁଁ ଏଠୁ ଝାରସୁଗୁଡ଼ାରୁ ଭୁବନେଶ୍ୱର ଫେରିଲା ପରେ ବିଭାଗୀୟ ମନ୍ତ୍ରୀ ଏବଂ ବିଭାଗୀୟ ସଚିବମାନଙ୍କ ସହ ମୁଁ କଥାବାର୍ତ୍ତା କରିବି। ଝାରସୁଗୁଡ଼ାରେ ସ୍ୱତନ୍ତ୍ର ଭାବରେ ଝାରସୁଗୁଡ଼ାର ଜିଲ୍ଲା ପ୍ରଶାସନ ଏବଂ ଏଠିକାର ଯେଉଁମାନେ ଶିଳ୍ପୀ ଏବଂ ବୁଣାକାର ଅଛନ୍ତି ତାଙ୍କର ପ୍ରତିନିଧି ମାନଙ୍କୁ ବସେଇବି। ଏଠି